ଏହି ଶରୀରଟି ବୈତରଣୀ ନଦୀ ସମ। ବୁଝାଇ କହୁଛି ବାବୁ ତାହାର ପ୍ରମାଣ। ଅସ୍ଥି ମାଂସ ରକ୍ତ ରସ ପୂର୍ଣ୍ଣ ଏ ଶରୀରେ। କଫ ବାତ ପିତ୍ତ ଆଦି ଅଛଇ ଦେହରେ। ଜଳ ପବନ ବତାସ ଲାଗିଲେ ଏଥିରେ। ନାଡି କ୍ଷୀଣ ହୁଏ ଚଳେ ସେ ଦ୍ରୁତ ବେଗରେ। ସନ୍ନିପାତ ମାଡ଼ି ଆସେ ସେହି ବୈତରଣୀ। ଧେନୁଦାନ ଏଥିପାଇଁ ଅଟଇ କାରେଣୀ। ଯେ ଜନନୀ ଯେ ନ କରେ ଅନ୍ତିମ କାଳରେ। ପୁତ୍ର ତାର କରାଇବ ସନ୍ତୋଷ ମନରେ। ପିତାର ଅନ୍ତିମ କାଳ ଜାଣି ଯେଉଁ ପୁତ୍ର। ଉତ୍ତମ ବ୍ରାହ୍ମଣ ଡାକି କରେ ପ୍ରାୟଶ୍ଚିତ। ପିତାର ଆର ପାରରେ ସୁଖ ଇଚ୍ଛା କରି। ବସ୍ତ୍ର ଅଳଙ୍କାର ଧେନୁ ଅଙ୍ଗେ ସର୍ବ ଭରି। ଦାନ ଦେଇ ଦକ୍ଷିଣା ଯେ ଦିଅଇ ସୁଚିତେ। ବୈତରଣୀ ନଦୀ ପାର ହୁଅଇ ନିଶ୍ଚିନ୍ତେ। ବ୍ରାହ୍ମଣର ବଚନେ ଯେ ଅନୁକୂଳ ବାତ। ଶ୍ରୀହରି ଯେ କର୍ଣ୍ଣଧାର ନାମ ନାବସତ। ପାପିଆରୋହଣ କରି ସେହି ନାବତରେ। ଯାଏ ଅନ୍ୟାୟରେ ବୈତରଣୀ ଆର ପାରେ। ଆତୁର ପକ୍ଷରେ ଏହା ଉଚିତ ଅଟଇ। ତାହାର ଫଳ ନିଶ୍ଚୟ ସେଜନେ ମିଳଇ। ଏହିପରି ଦାନ ଦେବା ପାଇଁ ଯେ ଅକ୍ଷମ। ହେବ ତେବେ କହୁଅଛି ଉପାୟ ଯେ ଆନ। ଶ୍ରୀହରି ନାମ କୀର୍ତ୍ତନ କରିବା କରାଇ। ଶ୍ରବଣ କରି କର୍ଣ୍ଣରେ ମୁଖେ ବା ଗୁଣଇ। ଗୀତା ଭାଗବତ ଆଦି ଶୁଣି ବିପ୍ର ମୁଖ। ନାସିବ ସକଳ ପାପ ତରି ଯିବ ଦୁଃଖ। ଏକାଦଶୀ ତିଥି ଯେବେ ସେ କାଳେ ପଡ଼ିବ। ଏକାଦଶୀ ବ୍ରତ କରି ପାପ ଉଦ୍ଧରିବ। ଗଙ୍ଗା ଜଳ ମୁଖେ ପାନ ଶେଷ କାଳେ କରେ। ଗଙ୍ଗା ମୂର୍ତ୍ତିକା ଧାରଣ କରେ ଯେ ବାସିରେ। ତୁଳସୀ କିମ୍ବା ତୁଳସୀ ମୂଳରୁ ଯେ ଜଳ। ପାନ କରେ ହରସରେ ମାଟି ଘେନି ଶିର। ଶାଳଗ୍ରାମୋଦକ କିମ୍ବା ଚରଣ ତୁଳସୀ। ମହାପ୍ରସାଦ ଭକତି ଭରେ ପାଇ ଖୁସି। ବିଷ୍ଣୁ ମୂର୍ତ୍ତି ନିରୀକ୍ଷଣ କରିବ ଚକ୍ଷୁରେ। ଗୁଣ କୀର୍ତ୍ତନ ଶୁଣିବ ଅଥବା କର୍ଣ୍ଣରେ। ଜିହ୍ୱା ପାନ କରିପାରେ ପାଦ ଦୋକ ଯେବେ। ନାମ ଜପ ହୃଦୟରେ କରେ ଯଦି ଭାବେ। ସେ ଜନ କଦାପି ଯମପୁରକୁ ନ ଯାଏ। ବୈକୁଣ୍ଠ ଭୁବନେ ସୁଖ ଭୋଗେ ସେ ନିଶ୍ଚୟେ। ଆତୁର କାଳରେ ଧର୍ମ ଅଟଇ ଏପରି। ନିଜେ ନ ପାରିଲେ ପୁତ୍ର କରିବ ବିଚାରି। ପିତାର ମୃତ୍ୟୁ ସମୟେ ଜାଣିବ ଯେ ପୁତ୍ର। ଏହିପରି କାର୍ଯ୍ୟମାନ କରିବ ସାକ୍ଷାତ। ପିତାଙ୍କୁ ବସାଇ ନିଜେ ବସି ସମ୍ମୁଖରେ। ଯଥାଶକ୍ତି ଦାନାଦିରେ ବିପ୍ରେତୋଷ କରେ। ଶ୍ରୀହରି ମନ୍ଦିର ଚିତା ପିତାର ଲଲାଟେ। ତୁଳସୀ ମାଳ ଲମ୍ବାଇ ଦେବ କଣ୍ଠ ତଟେ। ଗଙ୍ଗା ଜଳ ମୁଖେ ଦେବ ବିଷ୍ଣୁ ପାଦୋଦକ। ପିତାର ମୁଖରେ ଦେବ ପୁତ୍ର ଯେ ବିବେକ। ଏହିପରି କଲେ ଦେବେ ସନ୍ତୋଷ ହୁଅନ୍ତି। ପିତାର ପାପ ବିନାଶ ତକ୍ଷଣେ କରନ୍ତି। ତପ୍ତ ବୈତରଣୀ ନଦୀ ହେଳେ ହୁଏ ପାରି।
ସ୍ୱର୍ଗ ସୁଖ ଭୋଗ କରେ ଫଳରେ ତାହାରି। ଯେଉଁ ପୁତ୍ର ପିତୃହିତ ମାନସୀ ଏପରି କାର୍ଯ୍ୟମାନ କରେ ଭବିଷ୍ୟତକୁ ବିଚାରି। ନିଜର ଅକ୍ଷୟ ଧର୍ମ ବଢ଼େ ଦିନୁ ଦିନ ଅଷ୍ଟସିଦ୍ଧ ନବନିଧି ମିଳଇଟି ଜାଣ। ଗତିମୁକ ତିଲ ଭଇ ନର ହଇ ପାପ ବୈକୁଣ୍ଠ ଲଭଇ ସୁଖ ସେଜନ ଅମାପ। ଅନ୍ୟ ପରକାର ଦାନ ଆତୁର କାଳରେ ଉପଦେଶ ଦେଇଛନ୍ତି ମୁନିଏ ଶାସ୍ତ୍ରରେ। 8 ପ୍ରକାରର ଦାନ ଅଛଇ ପ୍ରମାଣ କହୁଅଛି ତାର ବିଧି ମନ ଦେଇ ଶୁଣ। ତିଳ ସୁବର୍ଣ୍ଣ ଯେ ଲୌହ ତୈଳ ଲବଣ ତୁଳା ଧାନ୍ୟ ଯେ ତଣ୍ଡୁଳ ଏହି 8 ପୁଣ। ଦାନ ଦେଇ ପାଦେ ନମି ମାଗିବ ଏ ଦୋଷ ମୁହିଁ ଦୁରାଚାର ପାପୀ କ୍ଷମ ମୋର ଦୋଷ। ଆତୁର କାଳରେ ବିପ୍ର ଡାକି ଦେବ ଦାନ ନର୍କ ଭୋଗ ଆଦି ନାଶ ହୋଇବ ତକ୍ଷଣ। ପଞ୍ଚଦାନ କହୁଅଛି ଶୁଣ କରି ହେତୁ ହରଡ଼ ମସୁର ବୁଟ ବିରି ମୃଗ ତତୁ। ଏହି 5 ଶଯ୍ୟା ଦାନ ବ୍ରାହ୍ମଣକୁ ଦେବ ଭୋଜନେ ସନ୍ତୋଷୀ ଯେ ଦକ୍ଷିଣା ମାନ ଦେବ। ପାପ ବିନାଶ ହୁଅଇ ମିଳେ ଦିବ୍ୟ ଗତି ମୁନିମାନେ ପୁରାଣ ଶାସ୍ତ୍ରରେ ବଖାଣନ୍ତି। ତ୍ରିଦାନ ବିଧି ଅଛଇ କହୁଛି ବିଚାରି ଅତି ଆତୁର ଲୋକର ଏହା ହିତକାରୀ। ଗୋଧୂମ ତଣ୍ଡୁଳ ଘୃତ ଯତ୍ନେ ସଜାଡ଼ିବ ବ୍ରାହ୍ମଣକୁ ଡାକି ଯେଉଁ ଜନ ଦାନ ଦେବ। ପାପ ବିନାଶ ହୋଇ ନ ଲଭେ ଦିବ୍ୟ ଭୋଗ ଦାନର ଫଳେ ମିଳଇ ତାକୁ ସିନା ସ୍ୱର୍ଗ। ଏଥିରେ ଯଦ୍ୟପି ହେବ କେହିଟି ଅକ୍ଷମ ଏକ ଦାନ କରିବ ସେ ନ ହୋଇବ ଭ୍ରମ। ତ୍ରିକାଳ ଦାନ ବଲିଣ କହନ୍ତି ତାହାକୁ ଶୁକ୍ଳ କୃଷ୍ଣ ବର୍ଣ୍ଣ ଖୋଜି ଆଣୁ କର୍ପୂରକୁ। ଉତ୍ତମ ବ୍ରାହ୍ମଣ ଡାକି ଦାନକୁ ସମର୍ପି ଦକ୍ଷିଣା ଦେବ ହର ସେ ନ ହେବ ସନ୍ତାପୀ। ମୃତ୍ୟୁ କାଳରେ ତ୍ରିକାଳ ଦାନ ଅଟେ ଏହା ଅନ୍ୟ ପ୍ରକାରେ ଅଛଇ କହୁଅଛି ତାହା। ଲୌହ ପାତ୍ରେ ତୈଳ ଭରି ଲୌହରେ ନିର୍ମାଣ ଦଣ୍ଡ ଅଙ୍କୁଶ ଖଡ୍ଗ ଆଦି ଶାସ୍ତ୍ର ପୁଣ। ତୈଳ ପାତ୍ର ସହିତରେ ବ୍ରାହ୍ମଣକୁ ଦେବ ଦକ୍ଷିଣା ଦେଇ ବିନୟେ ତାହାକୁ ତୋଷିବ। ଯମର ଆୟୁଧ ଏହି ଦାନକୁ କହନ୍ତି ଯମଦୂତେ ଦେଖି ତାହା କରନ୍ତି ଯେ ଭ୍ରାନ୍ତି। ଯମ ସନ୍ତୋଷ ହୁଅଇ ଏହି ଦାନ ଦେଲେ ପ୍ରେତ ଭୂମି ଦର୍ଶନ ନ କରେ ସେ ହେଳେ। ଆଉ ଏକ ଗୋପନୀୟ ଦାନ ଅଛି ଶୁଣ ଆତୁର କାଳରେ ତାହା ଅଟଇ ପ୍ରମାଣ। ସ୍ୱର୍ଣ୍ଣ ପଦ୍ମ ସ୍ୱର୍ଣ୍ଣ ଧେନୁ ମୁଦ୍ରିକା କୁଣ୍ଡଳ ସ୍ୱର୍ଣ୍ଣ ଯଜ୍ଞ ସୂତ୍ର ବା ସୁବର୍ଣ୍ଣ କେବଳ। ଉତ୍ତମ ବ୍ରାହ୍ମଣ ଡାକି କରିବ ଯେ ଦାନ ଅନ୍ତେ ବୈକୁଣ୍ଠପୁରେ କରିବ ଗମନ। ମିଷ୍ଟାନ୍ନ ଭୋଜନ ଦେଇ ବିପ୍ରେ ସନ୍ତୋଷିବ ପାଟ ବସ୍ତ୍ର ଦେଇଣ ଦକ୍ଷିଣା ସମର୍ପିବ। ଦେବଦାନ ବୋଲି ଶାସ୍ତ୍ରେ ପ୍ରମାଣ ଅଛଇ ଦେବତା ସନ୍ତୋଷ ହୁଅନ୍ତି ଦେଲେ ଦାନ ଏହି। ଯମଦଣ୍ଡ ନ ଦେଖଇ ନେତ୍ରରେ ଯେ ଦାନୀ ସ୍ୱର୍ଗ ସୁଖ ଭୋଗ କରେ ସେ ଜନ ସୁଜ୍ଞାନୀ।
ଦାନମାନଙ୍କରେ ସାର ଅଟେ ସ୍ୱର୍ଣ୍ଣ ଦାନ, ସର୍ବ ପାପ ବିନାଶକ ଅଟେ ସେହି ପୁଣ। ଅନ୍ତିମେ ସ୍ୱର୍ଗରେ ସୁଖ ମିଳଇ ତାହାକୁ, ସ୍ୱର୍ଗ ଭୋଗ ପରେ ଜନ୍ମ ମିଳଇ ତାହାକୁ। ରାଜକୁଳେ ଜନ୍ମ ହୁଏ ଲଭେ ବହୁ ସୁଖ, ଅକଳନ୍ତି ଧନ ମିଳେ ନ ପାଏ ସେ ଦୁଃଖ। ଧନସୂତ ଦାସ ଦାସୀ ପାତ୍ର ମନ୍ତ୍ରୀ ଗଣ, ପୀରପୂର୍ଣ୍ଣ ଭାବେ ମିଳେ ହୁଏ ସେ ରାଜନ। ଆବର ଅଛଇ ଦାନ ଶୁଣ ହେ ଗରୁଡ଼, ସେ ଦାନେ ଯେ ମନ୍ତେ ଫଳ ହୁଅଇ ନିଗୁଡ଼। ଏକ ଏକ କରି ସବୁ କହିବି କେବଳ, ଦାନମାନଙ୍କର ଅଟେ ନିର୍ମଳ ହିଁ ଫଳ। ତୁଳା ଦାନେ ଯମଦୂତେ ସନ୍ତୋଷ ହୁଅନ୍ତି, ଯମକାଳ ପାଶ ଗଳେ କେବେ ନ ପକାନ୍ତି। ଯମରାଜା ଭୟ ପାଇ ଲବଣକୁ ଦାନ, ଚିତ୍ରଗୁପ୍ତକୁ ସନ୍ତୋଷେ କର ଦାନ ଧ୍ୟାନ। ତିଳ ସୁବର୍ଣ୍ଣ ଲବଣ କାର୍ପାସ ଲୌହକୁ, ଦାନ ଦେଲେ ଖଣ୍ଡେ ଜାଣ ସମନ ବାଧାକୁ। ଶୁକ୍ଳ ଧାନ୍ୟେ ବିନାଶ ଯେ ହୁଅଇ ତ୍ରିତାପ, ଆବର ଦାନ ଅଛଇ ବିଶେଷେ ସେ ସପ୍ତ। ମୁଗ୍ଧରାଜ ମାସ ବ୍ରୀହି ପୁଣି ଗୋଧୂମରେ, ଶାଳି ଧାନ୍ୟ ତୈଳ ଘୃତ ପୂର୍ଣ୍ଣ ସପ୍ତମୀରେ। ବ୍ରହ୍ମହତ୍ୟା ଆଦି ପାପ ନାଶ ହୋଇ ପୁଣ, ବଢ଼ଇ ଚନ୍ଦ୍ରମା ପ୍ରାୟ ଜାଣ ଦିନୁ ଦିନ। ରତଗାଭି ସହିତରେ ବୃଷଭ ଯେ ଏକ, ଗୋଚର୍ମ ଲକ୍ଷ୍ୟ ହୁଅଇ ଏ ଦାନ ବିବେକ। ଜୀବ ମୁକ୍ତି ପାଇଁ ଏଥେ ହୋଇଛି ପ୍ରମାଣ, ତୀର୍ଥବ୍ରତ ଆଦି ସର୍ବ ନୁହେଁ ସରିସମ। ଅନ୍ୟ ଦାନ ମାନ ଯେତେ ଯେତେ ଅଛି ଜାଣ, ରାଜ୍ୟ ପାପ ପାଇଁ କିଟି ଅଟେ ଭୂମି ଦାନ। ଅନ୍ୟ ମତେ ଭୂମି ଦାନ ରହିଅଛି ବିଧି, ସେ ଦାନ ପ୍ରମାଣ କର ଶ୍ରବଣେ ଏ ବିଧି। ବୃକ୍ଷ ଫଳ ସହିତରେ ଭୂମି ଦାନ ଦେଲେ, ତାହାର ପୁଣ୍ୟ ନ ସରେ କଥାରେ କହିଲେ। ରାଜୁ ପାପୀ ତହିଁ ଦୂର ହୁଅଇ କେବଳ, ଅନ୍ତେ ସ୍ୱର୍ଗେ ଇନ୍ଦ୍ରପଦ ଲଭଇ କେବଳ। କ୍ରମେ କ୍ରମେ ବଢ଼େ ଯଶ ମହାପାପ ପାଶ, ଅନ୍ୟ ଦାନରେ ଏ ଫଳ ନାହିଁ ପକ୍ଷୀଶ। ଭୂମି ଦାନ ଠାରୁ ବଳି ନାହିଁ ଅନ୍ୟ କେହି, ଡକାଇ ବ୍ରାହ୍ମଣ ଦାନ କର ପାପ ପାଇଁ। ପାପ ନାଶ ହୁଅନ୍ତେ ଯେ ପୁଣ୍ୟ ହୁଏ ବୃଦ୍ଧି, ମିଳଇ ଅକ୍ଲେଶେ ମର୍ତ୍ତେ ତାକୁ ସର୍ବସିଦ୍ଧି। ଦେଇଥିବା ଭୂମି ଯେବେ ରାଜା ବଳେ ହରେ, ମହାପାପ ହୁଏ ତାର କହିଲେ ନ ସରେ। ଯେତେ ଦିନ ନର୍କେ ରହେ ତାହାର ଶରୀର, ସେତେ ଦିନ ନର୍କ ଭୋଗ କରଇ ଅପାର। ଯେତେ ଦିନ ଅନନ୍ତ ଧରିଛି ଏ ମହିକି, ସେତେ ଦିନ ନର୍କ ଭୋଗ ମିଳେ ନୃପତିକି। ନୁହଇ ଖଣ୍ଡନ କେବେ ଅନ୍ୟ ଦାନ କଲେ, ଲକ୍ଷେ ଭୂମି ଦାନ ଦେଲେ ନ ଖଣ୍ଡଇ ଭଲେ। ତାହାର ପୁତ୍ର ଯଦ୍ୟପି ପୁରାଣ ଶୁଣିବ, ବିଧି ମତେ ଗୁପ୍ତ ଦାନ ବ୍ରାହ୍ମଣକୁ ଦେବ। ସୁବର୍ଣ୍ଣ ଦାନକୁ ଗୁପ୍ତ ଦାନ ବୋଲି କହି, ଧେନୁ ଦାନକୁ ପୁରାଣେ ଋଷି ମାନେ କହି। ସୁବେଦୀ ବ୍ରାହ୍ମଣ ଜଣେ ବରଣ କରିବ, ଧେନୁ ଦାନ ଦେବି ବୋଲି ମୁଖରେ କହିବ। ଶିବ ମୂର୍ତ୍ତି ସହିତରେ ବ୍ରାହ୍ମଣ ହସ୍ତରେ,
ସେହି ଦାନ କୁଅରପି ବିଧି ଅନୁସାରେ। ଧେନୁ ଦାନ 8 ଯେ ପ୍ରକାରେ କୁହାଯାଏ। ରୁଦ୍ର ଧେନୁ, ଅନ୍ତ ଧେନୁ, ମୋକ୍ଷ ଧେନୁ ହୁଏ। ଋଣ ଧେନୁ, ଯୁକ୍ତ ଧେନୁ, କ୍ରୟ ଧେନୁ ମାନ। କପିଳା ଧେନୁ ସବଚ୍ଛା କରାଯାଏ ଦାନ। ଅଷ୍ଟଧେନୁ ଦାନ ଏହିପରି ଅଟେ ଜାଣ। ଏହାର ଫଳ ଅମାପ ଅଟେ ହେ ସୁପର୍ଣ୍ଣ।